ବାଲେଶ୍ୱର ଜିଲ୍ଲାର ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପର୍ଯ୍ୟଟନ ଦୃଷ୍ଟିରୁ ରେମୁଣା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଭାବରେ ପରିଗଣିତ। ଏଥିପାଇଁ ସଡ଼କ ଓ ରେଳ ଯୋଗାଯୋଗ ସାଙ୍ଗକୁ ଆକାଶପଥର ମଧ୍ୟ ଆବଶ୍ୟକତା ଉପଲବ୍ଧି ହେଲାଣି। ଯଦିବା ରେମୁଣା ସଦର ମହକୁମାରୁ ବାଲେଶ୍ୱର ସହରସ୍ଥିତ ରେଳ ଷ୍ଟେସନର ଦୂରତା 7-8 କିଲୋମିଟର, ତଥାପି ରେଳ ଯୋଗାଯୋଗ ପାଇଁ ଲୋକଙ୍କ ଦାବି ଅନେକ ସମୟରେ ହୋଇଆସୁଛି। ରେମୁଣା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରେଳ ଷ୍ଟେସନଟିଏ ପ୍ରତିଷ୍ଠା ପାଇଁ 2021 ଜାନୁଆରୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ଷୀରଚୋରା ଗସ୍ତରେ ଆସିଥିବା ବେଳେ ରେମୁଣାବାସୀଙ୍କ ପକ୍ଷରୁ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଥିଲା। ପରେ ରେମୁଣା ବ୍ଲକର ସୋମନାଥପୁର ଶିଳ୍ପାଞ୍ଚଳ ନିକଟ ସୁତେଇ ପଞ୍ଚାୟତ ସ୍ଥିତ ବଡ଼ଗାଁ ନିକଟରେ ସ୍ଥାନ ଚୟନ କରାଯାଇ ରେଳ ଷ୍ଟେସନ ନିର୍ମାଣ କାମ ଆରମ୍ଭ ହୋଇଥିଲା। ଏବେ ସୁତେଇ ବଡ଼ଗାଁ ରେଳ ଷ୍ଟେସନ ନିର୍ମାଣ କାମ ଶେଷ ହୋଇଛି। ସେଠାରେ ପ୍ଲାଟଫର୍ମ, ଟିକଟ କାଉଣ୍ଟର ଏବଂ ଷ୍ଟେସନ ନିର୍ମାଣ ସରିଛି। ଯଦିବା ପୂର୍ବରୁ ସେହି ରୁଟ୍ରେ କେବଳ ମାଲବାହୀ ଟ୍ରେନ୍ ନୀଳଗିରି ଓ ତୈଳବାହୀ ଟ୍ରେନ୍ ସୋମନାଥପୁରକୁ ଯିବା ଆସିବା କରୁଛି, ମାତ୍ର ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ହୋଇନଥିଲା। ନିକଟରେ ନୀଳଗିରି ଗୋପୀନାଥପୁର ରେଳ ଷ୍ଟେସନ ଉଦ୍ଘାଟନ ନେଇ ସାଂସଦ ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଥିବା ପରିପ୍ରେକ୍ଷୀରେ ସେଦିନ ସୁତେଇ ବଡ଼ଗାଁ ଷ୍ଟେସନ ମଧ୍ୟ ଉଦ୍ଘାଟିତ ହେଉ ବୋଲି ସାଧାରଣରେ ଦାବି ହେଉଛି। ଏବେ ଉକ୍ତ ଷ୍ଟେସନରେ ଜଣେ ଷ୍ଟେସନ ମ୍ୟାନେଜର, 2 ଜଣ ଷ୍ଟେସନ ମାଷ୍ଟର ଏବଂ 8 ଜଣ ଷ୍ଟାଫ୍ ନିଯୁକ୍ତି ହୋଇସାରିଛନ୍ତି। ଷ୍ଟେସନ ମ୍ୟାନେଜରଙ୍କ କହିବା ଅନୁଯାୟୀ ବାଲେଶ୍ୱର ଓ ନୀଳଗିରିର ମଧ୍ୟବର୍ତ୍ତୀ ସ୍ଥାନ ହେଉଛି ସୁତେଇ ବଡ଼ଗାଁ ଷ୍ଟେସନ। ବାଲେଶ୍ୱରକୁ 6.5 କିଲୋମିଟର ଏବଂ ନୀଳଗିରିକୁ 6 କିଲୋମିଟର। ଯାତ୍ରୀଙ୍କ ଭଡ଼ାକୁ ଦେଖିଲେ ପ୍ରାୟ 5 ଟଙ୍କା ରହିବ ଏବଂ ରେଳ ଦିନରେ 3 ଥର ଅପ୍ ଓ ଡାଉନ୍ ଭାବରେ ଚଳାଚଳ କରିବ, ଅର୍ଥାତ୍ 6 ଥର ସୁତେଇ ବଡ଼ଗାଁ ଷ୍ଟେସନରେ ଅଟକିବ। ରେଳର ସ୍ପିଡ୍ କେତେ ରହିବ ଏବଂ କେତୋଟି ବଗି ରହିବ ଇତ୍ୟାଦି ପ୍ରସଙ୍ଗ ବିଭାଗର ନିଷ୍ପତ୍ତି ପରେ କୁହାଯାଇପାରିବ ବୋଲି ଷ୍ଟେସନ ମ୍ୟାନେଜର କହିଥିଲେ। ତେବେ ଏ ସମ୍ପର୍କରେ ସାଂସଦ ଶ୍ରୀ ଷଡ଼ଙ୍ଗୀଙ୍କ ଦୃଷ୍ଟି ଆକର୍ଷଣ କଲାରୁ ସେ କହିଥିଲେ ଯେ ସେଦିନ ନୀଳଗିରି ଓ ବେତନଟି ଷ୍ଟେସନ ଉଦ୍ଘାଟନ ହେବା ସ୍ଥିର ହୋଇଛି। ରେମୁଣାର ସୁତେଇ ବଡ଼ଗାଁ ଯଦି ହୋଇପାରେ ଦେଖିବା ବୋଲି କହିଛନ୍ତି। ଏ ସମ୍ପର୍କରେ ସୁତେଇ ସରପଞ୍ଚ କବିତା ମହାନ୍ତି କହିଛନ୍ତି ଯେ ଆମ ପଞ୍ଚାୟତ ଦେଇ ବାଲେଶ୍ୱର ନୀଳଗିରି ଭାୟା ସୁତେଇ ବଡ଼ଗାଁ ଦେଇ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବ। ଏହା କେବଳ ସୁତେଇବାସୀଙ୍କ ପାଇଁ ନୁହେଁ, ରେମୁଣାବାସୀଙ୍କ ପାଇଁ ଗର୍ବ ଓ ଗୌରବର କଥା। ତେଣୁ ସାଂସଦ ମହୋଦୟଙ୍କୁ ଆମର ଅନୁରୋଧ, କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କ ସହ ଏହି ଷ୍ଟେସନକୁ ମଧ୍ୟ ଆସନ୍ତୁ ଏବଂ ସେହିଦିନ ଏହାକୁ ଉଦ୍ଘାଟନ କରନ୍ତୁ। ସେହିପରି ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ କହିଛନ୍ତି ଯେ ରେମୁଣାବାସୀଙ୍କ ହିତାର୍ଥେ ସାଂସଦଙ୍କ ପ୍ରଚେଷ୍ଟାରେ ଯାତ୍ରୀବାହୀ ରେଳ ଚଳାଚଳ କରିବା ଏକ ଗର୍ବର ବିଷୟ। ଆମେ ସାଂସଦ ଶ୍ରୀ ଷଡ଼ଙ୍ଗୀ ଏବଂ କେନ୍ଦ୍ର ରେଳମନ୍ତ୍ରୀଙ୍କ ନିକଟରେ ଦାବି କରିବୁ ଯେ ଜାନୁଆରୀ 5ରେ ନୀଳଗିରି ଷ୍ଟେସନ ସହିତ ସୁତେଇ ବଡ଼ଗାଁ ରେଳ ଷ୍ଟେସନ ମଧ୍ୟ ଆସନ୍ତୁ ଏବଂ ଉଦ୍ଘାଟନ କରନ୍ତୁ।